ଯେଉଁ ବୋହୂ ଘରେ ନ ରହି ସ୍ୱାମୀ ପାଖରେ ବାହାରେ ରହେ, ତାର ଗୋଟିଏ ଦୋଷ, ତାକୁ ବନ୍ଧୁବାନ୍ଧବ ଘରର ସମସ୍ତ ପରିବାରର ସମସ୍ତ ସଦସ୍ୟ କହନ୍ତି ସେ ଆମକୁ ଦେଖେନା। କିନ୍ତୁ ଯେଉଁ ବୋହୂ ଜଣକ ତମ ଘରେ ରହୁଛି, ତମକୁ ରୋଷେଇ କରି ଦେଉଛି, ତମକୁ ଖାଇବା ପାଇଁ ଦେଉଛି, ତମର ଲୁଗାପଟା ସଫା କରୁଛି, ତମ ଘରଦ୍ୱାର ଝାଡ଼ୁ କରୁଛି, ତମ ଘରଦ୍ୱାର ପୋଛାପୋଛି କରୁଛି, ତମର ଯାବତୀୟ କାମ କରୁଛି, ସକାଳ ଚା ପିଆଠୁ ଶୋଇବାର ବିଛଣା ସଫା କରି ଝାଡ଼ି ସଜାଇ ଦେବା ଯାଏଁ, ସେ ବୋହୂର ସବୁ ଭୁଲ। ଚା ଦେବାରେ ଡେରି କଲା, ଭାତ ରାନ୍ଧିବାରେ ଡେରି କଲା, ଭାତ ଏମିତି ହେଇଗଲା, ତରକାରୀ ଏମିତି ହେଇଗଲା, ଆଜି ଭଜା ଲୁଣିଆ ହେଇଯାଇଛି, ଆଜି ସନ୍ଧ୍ୟା ଦେବାରେ ଡେରି ହେଲା, ଆଜି ସନ୍ଧ୍ୟା ଦେଲା ବେଳେ ଏଇଆ ଅସୁବିଧା ହେଇଥିଲା, ଆଜି ରାତିରେ ଏଇଆ କାହିଁ ତରକାରୀ କଲୁ, ଏଇଟା କାହିଁ ନ କଲୁ, ରାତିରେ ଶୋଇଲା ବେଳେ ମୋ ବିଛଣା କାହିଁକି ଅସଜଡ଼ା ହେଇଯାଇଛି। ସବୁ ଭୁଲ ତାର। ତେଣୁ ଆପଣମାନେ ଚିନ୍ତା କରନ୍ତୁ, ଆପଣମାନେ ଶାଶୁ ଘରେ ରହିବେ କି ସ୍ୱାମୀ ପାଖରେ ଚାକିରିରେ ରହିବେ।